ଶିମିଳିପାଳରେ ପ୍ରବଳ ଶୀତ ଲହରୀ ଜାରି ରହିଛି ଏବଂ ତାପମାତ୍ରା 8 ଡିଗ୍ରୀ ସେଲ୍ସିୟସ୍ ତଳକୁ ଖସି ଆସିଛି। ଶିମିଳିପାଳରେ ପ୍ରବଳ ଶୀତ ଲହରୀ ଜାରି ରହିଛି ଏବଂ ତାପମାତ୍ରା 8 ଡିଗ୍ରୀ ସେଲ୍ସିୟସ୍ ତଳକୁ ଖସି ଆସିଛି। ଡିସେମ୍ବର 10 ତାରିଖର ରିପୋର୍ଟ ଅନୁଯାୟୀ ଶିମିଳିପାଳର ଉପର ବାରାକାମୁଡ଼ା ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା 2ରୁ 4 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି, ଯାହା ଓଡ଼ିଶାର ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି। ଶିମିଳିପାଳର ବିଭିନ୍ନ ଅଞ୍ଚଳର ତାପମାତ୍ରା ଡିସେମ୍ବର 10 ସୁଦ୍ଧା: ଉପର ବାରାକାମୁଡ଼ା 2ରୁ 4, ଚହଲା 6ରୁ 8, ବରେହିପାଣି 7ରୁ 8, ଗୁଡୁଗୁଡିଆ 6ରୁ 9। ଘନ କୁହୁଡ଼ି ଏବଂ ହାଡ଼ଭଙ୍ଗା ଶୀତ ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ସକାଳେ ରାସ୍ତାଘାଟ ଶୂନଶାନ ଦେଖାଯାଉଛି ଏବଂ ଲୋକେ ନିଆଁ ଜାଳି ଶୀତରୁ ରକ୍ଷା ପାଇବାକୁ ଚେଷ୍ଟା କରୁଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଆହୁରି କିଛି ଦିନ ଶୀତ ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଯୁବ ସାମ୍ବାଦିକ ବି. ଦିବ୍ୟେନ୍ଦୁ ଶେଖରଙ୍କ ରିପୋର୍ଟ।